ଶ୍ରୀମତୀ ଶୈଳରାଣୀ ମିଶ୍ର ଏକାଧାରରେ ଜଣେ କବି, ଗାଳ୍ପିକା, ଶିଶୁ ସାହିତ୍ୟିକା ଓ ଅନୁବାଦିକା ଭାବେ ଓଡ଼ିଆ ସାହିତ୍ୟରେ ସୁପରିଚିତା। ସେ ଅନେକ କ୍ଷୁଦ୍ରଗଳ୍ପ, କବିତା ଓ ଅନୁବାଦ ଗ୍ରନ୍ଥ ରଚନା କରି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବା ସଙ୍ଗେ ସଙ୍ଗେ ପାଠକମାନଙ୍କର ଆଦରଣୀୟା ହୋଇପାରିଛନ୍ତି। ଉତ୍କଳ ସାହିତ୍ୟ ସମାଜ, ଓଡ଼ିଶା ଲେଖିକା ସଂସଦ, କଳା ବିକାଶ କେନ୍ଦ୍ର, ଦିବ୍ୟ ଜୀବନ ସଂଘ ଋଷିକେଶର, ଉତ୍କଳିନୀ ଦିଲ୍ଲୀର, ଉତ୍କଳିକା କଲିକତାର, ରେଡ୍କ୍ରସ୍ ଓ ଓଡ଼ିଶା ରାଜ୍ୟ ଶିଶୁ କଲ୍ୟାଣ ବୋର୍ଡ଼, କସ୍ତୁରବା ନାରୀ ମହଲ ଆଦି ବହୁ ସାରସ୍ୱତ ସାଂସ୍କୃତିକ, ଧାର୍ମିକ ତଥା ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଭ୍ୟା ଓ କର୍ମକର୍ତ୍ତା ଭାବରେ କାର୍ଯ୍ୟ କରି ସେ ପ୍ରଶଂସାଭାଜନ ହୋଇପାରିଛନ୍ତି। ଗତ 25 ବର୍ଷ ହେଲା ସେ ମାସିକ ଓଡ଼ିଆ ସାହିତ୍ୟ ପତ୍ରିକା ସମାରୋହର ସମ୍ପାଦିକାର କାର୍ଯ୍ୟ ନିର୍ବାହ କରିଆସୁଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ଯଶସ୍ୱୀ ସାହିତ୍ୟ ସାଧିକାଙ୍କର 4ଟି ଗଳ୍ପ ସଂକଳନ ଯୂଥଭ୍ରଷ୍ଟ, ଚକ୍ରବ୍ୟୂହ, ବିବର୍ତ୍ତିତ ପୃଥିବୀ ଓ ଶୂନ୍ୟକୁ ଶବ୍ଦାବଳୀ, 2ଟି ଅନୁବାଦ ପୁସ୍ତକ ସୁବର୍ଣ୍ଣଲତା ଓ ଯୋଗ ବଶିଷ୍ଠର କାହାଣୀ, ଗୋଟିଏ ଭ୍ରମଣ କାହାଣୀ ଅମୃତ ଅନ୍ୱେଷଣ ତଥା ଗୋଟିଏ ଶିଶୁ ସାହିତ୍ୟ ପୁସ୍ତକ 8-7-15 ପ୍ରକାଶିତ ହୋଇଛି। ତାଙ୍କର ଅଜସ୍ର କବିତା ବିଭିନ୍ନ ପତ୍ର ପତ୍ରିକାକୁ ରୁଦ୍ଧିମନ୍ତ କରିବାରେ ଲାଗିଛି। ସମ୍ପ୍ରତି ପରିଣତ ବୟସରେ ସେ ସାହିତ୍ୟ, ସଙ୍ଗୀତ ଏବଂ ଭଗବତ ଚର୍ଚ୍ଚାରେ ନିଜକୁ ନିୟୋଜିତ ରଖିଛନ୍ତି। ନମସ୍କାର ଶ୍ରୋତାବନ୍ଧୁଗଣ, ମୁଁ ତୁଳିକା। ଆସନ୍ତୁ ଆଜି ଶ୍ରୀମତୀ ଶୈଳରାଣୀ ମିଶ୍ରଙ୍କର କବିତା ସଂକଳନ ତରଙ୍ଗାୟିତ ତଟିନୀରୁ 2ଟି କବିତା ମୁଁ ଆପଣମାନଙ୍କୁ ପଢ଼ି ଶୁଣାଉଛି। ଆସନ୍ତୁ ତାହେଲେ ଶୁଣିବା। ପ୍ରଥମ କବିତାଟି ହେଲା ସ୍ପର୍ଶ କାତର। ତୁମକୁ ମୁଁ ଦେଖି ନାହିଁ, ଜାଣେ ନାହିଁ କିଏ କେବେ ଦେଖିଛ କି ନାହିଁ, ପାଇଛ କି ପାଦୁକା ପରଶ? ସାଉଁଳାଇ ମଥା ତାର କର ପଲ୍ଲବରେ ଅବନତ ମସ୍ତକକୁ ଉଠାଇଲ ଅତି ଆଦରରେ। ଆସିଛ କି କେବେ ତୁମେ ଭିନ୍ନ ରୂପ ଧରି, ଥାଳ ଧରି ଭିକାରୀ ରୂପରେ, ଗାଇଛ କି ବେଦମନ୍ତ୍ର ପାପୀ କର୍ଣ୍ଣ ତୃପ୍ତ କରିଦେଇ? ନୀତି ନୀତି ସକାଳେ ସଞ୍ଜରେ ଅନ୍ଧାରରୁ ଆଲୋକକୁ, ଅସତ୍ୟରୁ ସତ, ମୃତରୁ ଅମୃତ ପାଇବାକୁ ବାରମ୍ବାର କେତେ ଅଳି କରେ, ଆଖି ମୁଦି ହାତ ଯୋଡ଼ି ପ୍ରାଣାୟାମ କରି, ସୁଶାସନ, ବଜ୍ରାସନ, ଶୁଦ୍ଧାସନ ସବୁ ଚେଷ୍ଟା କରି ଥରେ ମଧ୍ୟ ପାଇନାହିଁ କ୍ଷଣିକ ଦର୍ଶନ। ମିଳିଗଲେ ଆହା ଭାଜିଯିବ ଗର୍ବ, ଦମ୍ଭ, ମିଥ୍ୟା ଅଭିମାନ। ଧନ ମନ ମାଗି ନାହିଁ, କୋଠା ବାଡ଼ି ଚାଷ ଜମି ପାଇଁ କେବେ ଦିନେ ଅଳି କରି ନାହିଁ, ଖାଲି ଚାହିଁଅଛି ସତେକି ଆସିବ ତୁମେ ମୁକ୍ତ ଦ୍ୱାରପଥ ଦେଇ। ଚପଳ ଚରଣ ଚାଳି, ଛନ୍ଦଭରା ମନ୍ଦ ଗତି, ଅକାରଣେ ଝରି ପଡ଼ୁଥିବା ଲୋତକକୁ ପୋଛି ନେବ, ଧୋଇ ନେବ ମନର କଳୁଷ। ଅର୍ଥହୀନ ପ୍ରଶ୍ନବାଚୀ ଅପସାରି ଦେଇ, ଆକାଶର ନୀଳିମାରେ ଗାଢ଼ ନୀଳ ଆସ୍ତରଣ ହୋଇ, ବର୍ଷା ହେବ, ବଜ୍ର ହେବ, ପଦ୍ମ ହେବ, ଭ୍ରମର ବି ହେବ, ପଦ୍ୟ ହେବ, ଗଦ୍ୟ ହେବ, ଶବ୍ଦ ବି ହେବ, ନିଃଶବ୍ଦ ବି ହେବ, ଓଁକାରର ଧ୍ୱନି ମୋତେ ତରଳାଇ ଦେବ। ଅପେକ୍ଷା ମୁଁ କରିବି ଆହୁରି, ପ୍ରତୀକ୍ଷାରେ ପ୍ରତିକ୍ଷଣ ଚାହିଁ ରହିଥିବି, ଯେଉଁଦିନ ହିମାଳୟ ଗଙ୍ଗା ପାଲଟିବ, ମରୁଭୂମି ଜଳାର୍ଣ୍ଣବ ହେବ, ସେଇଦିନ ସେଇ ମୁହୂର୍ତ୍ତରେ ନିଷ୍ପଲକ ପଲକ ପଡ଼ିବ। ଦ୍ୱିତୀୟ କବିତାଟି ହେଲା ଭୁଲ। ତୁମକୁ ମୁଁ ଭଲ ପାଇଛି ସେଇ ମୋର ଭୁଲ, ତୁମକୁ ପାଇବା ପାଇଁ ଯାହା କିଛି ମୋର ନିଜର ଅତି ଆପଣାର, ତାକୁ ବଳି ଦେଇ ମୁଁ ଅନେକ ବାଟ ଆଗେଇଛି ସେଇ ମୋର ଅନୁଶୋଚନା। ତୁମର ଚଲାପଥ କଠିନ କଙ୍କରିଳ, ତଥାପି ମୋ କୋମଳ ପାଦରେ ସବୁ ଦଳି, ରକ୍ତ ଓ ବେଦନାରେ ବିନ୍ଧି ହୋଇ, ସାହସ ଓ ଧୈର୍ଯ୍ୟ ନେଇ ମୁଁ ବହୁ ଦୂର ଚାଲି ଆସିଛି ସେଇ ମୋର ଅସାମାଜିକତା। କାଳିମାରୁ ଜନ୍ମ ନିଏ କଳା, ସକାଳର ସୂର୍ଯ୍ୟ ଲୋହିତରୁ ପୀତବର୍ଣ୍ଣ ଧରେ,
ଦିନ ଯାଏ ପୁଣି ଆସେ। କେତେ ଶିଶୁ ଜନ୍ମଗ୍ରହଣ କରନ୍ତି, ମରିଥାନ୍ତି ମଧ୍ୟ। ପୃଥିବୀର ପରିଧିରେ ସବୁଦିନ ସମାନ ଭାବରେ ଜନ୍ମ ନିୟନ୍ତ୍ରଣ ହୁଏ। କିନ୍ତୁ ଆଜି ସବୁ ଦେବା ପରେ ଦେଖେ ମୋର ହୋଇ କିଛି ନାହିଁ। ସବୁବେଳେ ସଦ୍ୟସ୍ନାତ ଶତଦଳ ସମ ଯେଉଁ ମନ ଯେଉଁ ପ୍ରାଣ ସମର୍ପିଥିଲି ସେ ଶୁଷ୍କ ଓ ନିଷ୍ପ୍ରଭ। ଭିତରର ବତୀଟିକ ଲିଭି ନାହିଁ, ଥିରି ଥିରି ଦିକି ଦିକି ଜଳେ। ସେ ମୋର ଭାବନାର ଭୁଲ। ଆଜି ପାଇଁ ଏତିକିରେ ରହିଲି। ଆରଥରକୁ ପୁଣି ଆହୁରି ଅନ୍ୟ କବିତା ଶୁଣିବା।